କିଛି ଲୋକଙ୍କ କ୍ଷେତ୍ରରେ ଖାଦ୍ୟ ଖାଇଲା ସମୟରେ ଅତିରିକ୍ତ ଝାଳ ବାହାରିଲା ଭଳି ଲକ୍ଷଣ ଦେଖାଦେଇଥାଏ। ଏହା ସାଧାରଣତଃ ଗରମାଗରମ ଅର୍ଥାତ୍ ଅଧିକ ଗରମ ଯୁକ୍ତ ଖାଦ୍ୟ ଖାଇଲା ବେଳେ, ରାଗଯୁକ୍ତ ଖାଦ୍ୟ କିମ୍ବା ଅଧିକ ମସଲାଦାର ଖାଦ୍ୟ ଖାଉଥିଲେ ଅତିରିକ୍ତ ଝାଳ ବାହାରିଥାଏ। ଏହାକୁ ଗଷ୍ଟେଟୋରି ସ୍ୱେଟିଂ ବୋଲି କୁହାଯାଇଥାଏ। ତେବେ ଏହି ରୋଗୀଙ୍କ କ୍ଷେତ୍ରରେ ଆଉ କିଛି ଲକ୍ଷଣ ମଧ୍ୟ ଦେଖାଦେଇଥାଏ, ଯେମିତିକି ପାଟିରୁ ଦୁର୍ଗନ୍ଧ ବାହାରିବା, ଲାଳ ଅତିରିକ୍ତ ବାହାରିବା। ଯଦି ଆପଣଙ୍କର ଏହି ସବୁ ଲକ୍ଷଣ ଦେଖାଦେଉଛି, ଏଥିପାଇଁ ଆପଣମାନେ ହୋମିଓପାଥିକର ସୁନ୍ଦର ଉପଚାର କରିପାରନ୍ତି, ଯେମିତିକି ମାର୍ସଲ 30। ଏହାକୁ 4 ଠୋପା ସକାଳେ ଏବଂ 4 ଠୋପା ସନ୍ଧ୍ୟାରେ ଖାଇବା ପୂର୍ବରୁ ନିୟମିତ ଭାବରେ ଖାଆନ୍ତୁ। ଯଦି ଡାଇରେକ୍ଟ ଜିଭରେ ନେଇ ପାରୁନାହାନ୍ତି, ତେବେ 1 ଚାମଚ ପାଣିରେ 4 ଠୋପା ପକାଇ ସକାଳେ ଏବଂ ସନ୍ଧ୍ୟାରେ ନିୟମିତ ଭାବରେ 1.5 ରୁ 2 ମାସ ପର୍ଯ୍ୟନ୍ତ ବ୍ୟବହାର କରି ଦେଖନ୍ତୁ। ଆପଣମାନେ ଦେଖିବେ ସମ୍ପୂର୍ଣ୍ଣ ରୂପେ ଏହି ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କ ଠାରେ ଆଉ ନଥିବ। ଆପଣମାନେ ହସ ଖୁସିରେ ଥାନ୍ତୁ। ପୁଣି ଦେଖା ହେବା ନେକ୍ସଟ ଭିଡିଓରେ।